पंचम स्कंद अष्टम अध्याय श्री शुक उवाच शुण राजन सावधाने महानदी एक दिने स्नानादि नित्य कर्म सारी भरत गोविंद सुमरी मुहूर्ते शीत जले रही एकांते विष्णु को भजई तक्षणे देखे मई पाल हरिणी होई तृष्णाकूलम मिलिला जलाशय तीरे जल पिई शेष धीरे हेमंत समये राजन शुणी हरिणी सिंहसन डेईला मृगेन्द्र भୟରେ पलाए अति दूरांतरे लोके पुछिले जेउ क्षणे धीरे रहिला से जेवने से मृग बधू जे गर्भिणी जल पियन्ते छन्न पुणी जलपानरे तृषा तार पूर्ण होइलानुपवर चारिदिगरे से नयन बुलाए अति घन घन जल उठिला धातिकारे डेईला मरण कातरे स्वभावे गर्भ होइथिला से गर्भ जलरे पड़िला गर्भ निपाते खेदमती प्राण तेजिला मृगस्वती नदीरे पाई मृग बाल से जे भरतमयी पाल मातार मृत्यु तार देखी दयारे अश्रुपूर्ण आखि मृगनंदन घेनी तीरे आश्रमे मिलिले तप्तरे से मृगनंदन रे तई अत्यंत स्नेह भोर होई नित्य कोमल तृणांकुर लोड़ी आणईनुपवर ଯାହା ସେ କରେ ଅଭିଳାଷେ ତାହା ଦିଅଇ ମନ ତୋଷେ ସେ ଯେ ତା ସେବା ନିରତେ କରଇ ମାୟାରେ ମତି ଭ୍ରମ ହୋଇ ନିୟମ ଶ୍ରଦ୍ଧା ଆଦି ଯେତେ ବିସ୍ତୃତ ହେଲା ରାଜା ଚିତେ କେତେ হে ଦିନର ଅନ୍ତର ପ୍ରଭୁର ସେବା କଲା ଦୂର ଦେଖ ଏହାର ମୂଢ଼ ମନ ମୃଗ ବାଳକେ ହତ ଜ୍ଞାନ सकल कर्म दूर कला मृगरे चित्त निवेशिला जगत पिता माता हरि तांक चरणे चित्त धरी दारात नय आदि जेते सकल दूर करी चिते ए भावे थाइनुपवर सकल कर्म कला दूर असाधु संग कारण एबे तु शुण हो राजन असन शयन गमने स्नान भोजन जल पाने मृग बालके मन तार निमिष मात्र नुहे दूर काष्ट पल्लव आणिबारे जेबे से जाए बन दूरे मृग बालक घेनी संगे पथे चलई नाना रंगे बालक चाली न पारई कंधे ताहाकु पुणी बही हृदरे आरोपी रसे बाहुरे भिड़े स्नेह बसे स्नान भोजन बेले तार निमिष मात्रे नुहे दूर एथि उतारे किछि दिने मृग बालक गला दिने से अवसरे नुपवर न देखी मृगर कुमर चंचल चित्त स्थिर करे आश्वासी दियई ताहारे हे वश्च तोहर कल्याण सर्वत्र करुणारायण जेबे निमिषे न देखई शोक सागरे से बुड़ई कृपण द्रव्य को जे सन चौर्य करी नेई आनम हेमंत प्राय मई पाल क्षणे न देखे मृग बाल भ्रमे कहई वाक्य मान मला कि मृगर नंदन कि कर्म कली कि किरात गला केणे मो मृग सुत मृग बालक सुकल्याणे चरुथिब कि उपवने प्रभु कि रखिथिबे तारे देखिबि नयन गोचरे रविर अस्तकाल होई केबे हे बाल मृग नाई शोके आकुल मोर देई से मोते देखा जेबे देई से जे मृगराज कुमर मनोज्ञ गमन ताहार तेणे आश्रमी लोकंकर दुख खंडई निरंतर मिथ्यारे चक्षु बुझी मुई क्षण मात्र के जे लोटई किंकर प्रायक से होई मोर अग्रते जेबे रही ऋषि कुमरंकर संगे खेलु जे थाई नाना रंगे कोमल तृण घास मान बालके दियंती बहन से सर्व सुख केणे गला मृग बालक केणे मला
ଅତ୍ୟନ୍ତ ଦୁଃଖ ମୋତେ ଦେଇ ତା ବିନୁ ମୋର କେହି ନାହିଁ। ଏ ଯେ ଆଶ୍ରମ ମୁନିଗଣ କରନ୍ତି ନାନା ଶୁଭ କର୍ମ। ହରସେ ସେ ଯେ ମୁନିଗଣ କରନ୍ତି ତାହାର କଲ୍ୟାଣ। ସିଂହ ଭୟରେ ମାତା ତାର ପ୍ରସବୀ ଛାଡ଼ିଲା ଶରୀର। ତେଣୁ ମୁଁ ଲଭିଲି ତାହାରେ ଏବେ ସେ ଗଲା ବନ ଘରେ। ମୃଗ ଶାବକ ଖୋଜିବାରେ ନୃପତି ହୋଇଲା ବାହାରେ। ପଥରେ ପଦ ଚିହ୍ନ ଦେଖି କହଇ ନିରେଖି ନିରେଖି। ଧନ୍ୟ ପୃଥିବୀ ତୋର ପୁଣ୍ୟ ଏ ଚିହ୍ନ କଲୁ ତୁ ଧାରଣ। ବିପ୍ରଙ୍କ ଯଜ୍ଞ ସ୍ଥାନ ପ୍ରାୟେ ତା ଦେହେ ଶୋଭାକୁ ଯେ ପାଏ। ତଦନ୍ତେ ଊର୍ଦ୍ଧ୍ୱ ଦୃଷ୍ଟି କଲା ଯହୁଁ ସେ ଚନ୍ଦ୍ରକୁ ଦେଖିଲା। ତହିଁ ଦେଖିଣ ମୃଗ ଚିହ୍ନ ଭାବିଲା ନିଜ ମନେ ମନ। ମୃଗ ଶାବକ ଦେଖି ଏକ ଦୟା କଲେ ତାରା ନାୟକ। ସିଂହ ଭୟରୁ ରକ୍ଷା କରି ରଖିଲେ ନିଜେ ଦୟା କରି। ଏମନ୍ତେ ଶୁଣ ମହିପାଳ କ୍ଷଣେ ନ ଦେଖି ମୃଗବାଳ। ବ୍ୟର୍ଥ କର୍ମରେ ସେ କାତର ସୁକର୍ମ ତେଜି ନୃପବର। ପୂର୍ବ ଉତ୍ପନ୍ନ କର୍ମ ତାର ଶୁଭ କର୍ମକୁ କଲା ଦୂର। ଅଖିଳ ବ୍ରହ୍ମାଣ୍ଡ କାରଣ ଅନାଦିନାଥ ନାରାୟଣ। ତାର ଚରଣ ଦୂର କରି ମୃଗବାଳକେ ମନ ଧରି। ମୁଖ୍ୟ ବନ୍ଧନୁ ପ୍ରତିବନ୍ଧ ସେ ମୃଗବାଳ ପଶୁବଧ। ତାଠାରେ ସ୍ନେହ ରାଜା କଲା ଯୋଗ ନାଶନ ନ ଜାଣିଲା। ମୃଗର ଲାଳନ ପାଳନ କରି ବଞ୍ଚଇ ସେଉ ଦିନ। ଏମନ୍ତେ କେତେ ଦିନ ଗଲା ଆୟୁଷ ଶେଷତା ହୋଇଲା। ଏମନ୍ତେ ଶୁଣ ହୋ ରାଜନ କାଳର ହୋଇଲା ଅଧୀନ। ସଙ୍ଗେ ନ ଦେଖି ମୃଗବାଳ ଶୋକରେ ହୋଇଲା ବ୍ୟାକୁଳ। ପୁତ୍ରର ପ୍ରାୟ ସ୍ନେହ ଭରେ ମନ ଅର୍ପିଲା ତାଠାରେ। ପ୍ରଭୁର ସେବା ନଷ୍ଟ ହୋଇ ମନେ ବହୁତ ତାପ ପାଇ। ଅତ୍ୟନ୍ତ ଶୋକ କରି ମନେ ପ୍ରାଣ ଛାଡ଼ିଲା ତତକ୍ଷଣେ। ଏ ମୃଗର ତହିଁ ମନ ଥିଲା ତେଣୁ ସେ ମୃଗ ଜନ୍ମ ହେଲା। ପୂର୍ବ ଜନ୍ମର ଯେ କାରଣ ମନେ ଜାଣିଲେ ସେ ରାଜନ। ପ୍ରଭୁର ସେବା ନଷ୍ଟ ହୋଇ ମନେ ବହୁତ ତାପ ପାଇ। ଅତ୍ୟନ୍ତ ଶୋକ କରି ମନେ କହଇ ଲୋତକ ନୟନେ। ଏ ଭ୍ରଷ୍ଟ ହୋଇଲି ମୁଁ ପାମର ପ୍ରଭୁର ସେବା କଲି ଦୂର। ସମସ୍ତ ସଙ୍ଗ ମୁଁ ଛାଡ଼ିଲି ବିବିଧ ଯଜ୍ଞ ଉପେଖିଲେ। ନାମ ଶ୍ରବଣ ଉଚ୍ଚାରଣ ନିରତେ କରି ପରାଧୀନ। ସକଳ ଆତ୍ମା ଭଗବାନ ମନ ଛାଡ଼ିଲି ଅନୁଦିନ। ତେଣୁ ସେ ସକଳ ତେଜିଲି ମୃଗ ଶିଶୁରେ ମତି ଦେଲି। ହେମନ୍ତ ମନରେ ବିଚାରି ଚଞ୍ଚଳ ମନ ସ୍ଥିର କରି। ତାହାର ମାତା ଯେ ହରିଣୀ ତାହାକୁ ତେଜି ନୃପମଣି। ପ୍ରଭୁର ଅତି ପ୍ରିୟ ସ୍ଥାନ ଯେ ତୀର୍ଥଶାଳ ଗ୍ରାମ ନାମ। ପରମ ସାଧୁ ମୁନି ଗଣେ ଅଛନ୍ତି ଯହିଁ ଅନୁକ୍ଷଣେ। ତହିଁକି ଶୀଘ୍ରେ ଚଳି ଯାଇ ରହିଲା ମୃତ୍ୟୁ ବାଟ ଚାହିଁ। କୁସଙ୍ଗ ଦୋଷକୁ ସେ ଡରି ମନେ ଚିନ୍ତଇ ନର ହରି। ନିରସ ଦଳ ସେ ଭକ୍ଷଇ ମୃଗ ଶରୀର ଯିବା ପାଇଁ। ହେମନ୍ତ କରଇ ବିଚାର କେମନ୍ତେ ଯିବ ଏ ଶରୀର। ହେମନ୍ତେ ଶୁଣ ନର ନାଥ ମନେ ଚିନ୍ତିଲା ପୂର୍ବ କୃତ୍ୟ। ସେ ତୀର୍ଥ ଜଳରେ ତାହାର ତେଜିଲା ମୃଗ କଳେବର। ହେମନ୍ତେ କରଇ ବିଚାର ଯେ ଆଦି ପୂର୍ବ କର୍ମ ତାର। ଯେ ପ୍ରଭୁ ବ୍ରହ୍ମାଣ୍ଡ କାରଣ ବ୍ରହ୍ମା ଚିନ୍ତଇ ଯା ଚରଣ। ସେ ଚକ୍ରଧର ନାରାୟଣ ପାଦ ପଙ୍କଜ ସୁମରିଣ। କହଇ ଦାସ ଜଗନ୍ନାଥ ସାଧୁଙ୍କ ଇତେ ଭାଗବତ। ପଞ୍ଚମ ସ୍କନ୍ଧେ ହରିବାଣୀ ଶୁଣି ସଂସାରୁ ତର ପ୍ରାଣୀ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ ଭାସିକ୍ୟାଂ ପଞ୍ଚମ ସ୍କନ୍ଧେ ଭରତ ଚରିତେ ନାମ ଅଷ୍ଟମ ଅଧ୍ୟାୟ। ବୋଲ ଆନନ୍ଦେ କବାର ହରି ହରି ବୋଲ।